ନିରାଶ ହୁଅନ୍ତି ସ୍ୱାମୀ ସୁଖେ ବିଧବା ହୁଅନ୍ତି ଜନ୍ମ ସାତ ଏବଂ ସେ ନାରୀ ସ୍ୱାମୀ ଅଭଗତ ଯିଏ ନାରୀ ଅଭକ୍ତ ସ୍ୱାମୀର ସେବା କରୁନି ବା ପରମ ମୋର ପତି ପରମ ଗୁରୁ ବୋଲି ଜ୍ଞାନ କରୁନି ସେ ନର୍କଗାମୀ ହେଉଛି ଏବଂ ବୈଧବ୍ୟ ଯନ୍ତ୍ରଣା 7 ଜନ୍ମ ପର୍ଯ୍ୟନ୍ତ ଭୋଗ ପାଇବ। ଏ କଥା ମନରେ ଚିନ୍ତା କର। ତେଣୁ ଭଗବାନ ଶ୍ରୀକୃଷ୍ଣ ଅତି ସୁନ୍ଦର ଭାବରେ ତାକୁ ବ୍ୟାଖ୍ୟାନ କରିଛନ୍ତି। ଜଗନ୍ନାଥ ଦାସ ତାକୁ ଶ୍ରୀମଦ୍ ଭାଗବତରେ ଆହୁରି ବିସ୍ତୃତ ଭାବରେ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ବିଧବା ହୁଅନ୍ତି 7 ଜନ୍ମ ଯେ ନାରୀ ସ୍ୱାମୀ ଅଭଗତ ଏତେ କି ପୁରିଲାନି ଆଖି ସେ ମୋତି ଦୂରନ୍ତି ଚିନ୍ତି ମନ ବଚନ ମୋତି ଦିଅନ୍ତି ବେଗେ ହୁଅନ୍ତି ଭବୁ ପାର ଖଣ୍ଡଇ ଭ୍ରମ ତାହାଙ୍କର ଯିଏ ମୋର ନିକଟେ ରହି ସେ ପ୍ରାଣୀ ମୋତେ ନ ଭଜଇ ମାୟାରେ ହୋଇ ଛନ ଛନ ବିଷୟା ଜଳେ। ଆରେ ମାୟାରେ ବିଷୟା ଶକ୍ତ ହେଇଥିବ ଇଆଡ଼େ ମୋ ପାଖରେ ମନ ଥିବ ସେଇଭଳି ମୋର ଭକ୍ତ ମୁଁ ତାଙ୍କୁ ଗ୍ରହଣ କରେନି ବୋଲି ଭଲ ଭାବରେ ଜାଣିଥାଉ। ମୁଁ ତାଙ୍କର ଭ୍ରମକୁ ଦୂର କରିବାକୁ ଚେଷ୍ଟା କରେ। ସେ ପ୍ରାଣୀ